ଆପଣଙ୍କର ମନେ ଅଛି ନା, ପିଲାବେଳେ ଆମେ ସ୍କୁଲରେ ପଢ଼ିଲା ବେଳେ ଡକ୍ଟରମାନେ ଆସନ୍ତି ଆମକୁ ଇଞ୍ଜେକ୍ସନ୍ ଦେବା ପାଇଁ। ଆମେ ଡରିକି ଦୌଡ଼ିକି ଚାଲିଯାଉ, ଆଉ ଟିଚରମାନେ ଆମକୁ ଜବରଦସ୍ତି ଧରି ଆଣି ଇଞ୍ଜେକ୍ସନ୍ ଲଗାଇ ଦିଅନ୍ତି। କାହିଁକି ନା ଆମକୁ ଚିକେନ୍ ପକ୍ସ, ପୋଲିଓ ଆଦି ରୋଗ ନ ହେଉ, ଆମେ ସୁସ୍ଥ ରହୁ। କିନ୍ତୁ ଆମେ କିଛି ନ ବୁଝି ନ ଜାଣି ଟିଚରମାନଙ୍କ ଉପରେ ରାଗିଥାଉ ବା ତାଙ୍କୁ ମନେ ମନେ ଗାଳି ଦେଉ। ଜାଣିଛନ୍ତି, ଆଜି ସେହି ଇଞ୍ଜେକ୍ସନ୍ ଆମକୁ କେତେ ରୋଗରୁ ବଞ୍ଚେଇଛି, ଆମର କେତେ ଉପକାର କରିଛି। ଠିକ୍ ସେମିତି ଆଜି ଯେଉଁମାନେ ଆପଣଙ୍କ ସତ୍ ମାର୍ଗରେ ଯିବାକୁ ପ୍ରେରଣା ଦେଉଛନ୍ତି, ସାତ୍ତ୍ୱିକ ଭୋଜନ ଖାଇବାକୁ କହୁଛନ୍ତି, ଏକାଦଶୀ ବ୍ରତ କରିବାକୁ କହୁଛନ୍ତି, ସତ୍ସଙ୍ଗ କିମ୍ବା ମନ୍ଦିରକୁ ଯିବାକୁ ଜିଦ୍ କରୁଛନ୍ତି, ଆପଣମାନେ ରାଗୁଛନ୍ତି ସିନା, କିନ୍ତୁ ଦିନ ଆସିବ ଆପଣ ନିଜେ ବୁଝିପାରିବେ ଭକ୍ତି ମାର୍ଗରେ ଯାଇକି କ'ଣ ପାଇଛନ୍ତି। ରାଧେ ରାଧେ।